ନିଜ ଦୁଃଖ କଷ୍ଟ ନିଜ ଭିତରେ ହିଁ ସୀମିତ ରଖ। ଲୋକଙ୍କୁ କହିବ ତ ନାଟକ ହେବ। ଦୁନିଆ କ'ଣ କହୁଛି ଏହା ଶୁଣ ନାହିଁ। ତୁମେ କ'ଣ ତୁମକୁ ବହୁତ ଭଲ ଭାବରେ ଜଣାଅଛି। ଜୀବନ ରାସ୍ତା ପରି ହୋଇଥାଏ ସାଙ୍ଗମାନେ, କେବେ ବି ସିଧା ନଥାଏ। କିଛି ସମୟ ଗଲା ପରେ ମୋଡ଼ ନିଶ୍ଚୟ ଆସିଥାଏ। ସେଥିପାଇଁ ଧୈର୍ଯ୍ୟର ସହ ଆଗକୁ ବଢ଼ନ୍ତୁ। ଆପଣଙ୍କ ଜୀବନର ସୁଖର ମୋଡ଼ ଆପଣଙ୍କ ଅପେକ୍ଷାରେ ରହିଛି। ବିପଦ ଯଦି ଦ୍ୱାର ପର୍ଯ୍ୟନ୍ତ ଆସିଯାଇଛି ତେବେ ଭୟ କରନ୍ତୁ ନାହିଁ। ନିର୍ଭୟ ହୋଇ ଦ୍ୱାର ଖୋଲ। କାହିଁକି ନା ସଫଳତା ନିଜ ବେଶ ବଦଳାଇକି ଆସିଥାଏ। ମନେ ରଖିବ, ଭୟ ଥିଲେ ଜୟ ହୋଇଥାଏ। ସମୟ ଯେବେ ବଦଳିଥାଏ ସବୁ କିଛି ବଦଳାଇକି ରଖିଦେଇଥାଏ। ସେଥିପାଇଁ ଭଲ ଦିନକୁ ନେଇ କେବେ ବି ଅହଙ୍କାର କର ନାହିଁ। ଆଉ ଖରାପ ଦିନରେ କେବେ ବି ଭାଙ୍ଗି ପଡ଼ ନାହିଁ। ଲିଭେଇଲେ ବି ଲିଭି ନଥାଏ ବନ୍ଧୁ ଭାଗ୍ୟର ରେଖା। କର୍ମ ଭଲ କରି ଚାଲ ଆଉ ଈଶ୍ୱରଙ୍କ ମହିମା ଦେଖ। କଷ୍ଟ ନଥିଲେ ଖୁସିର କୌଣସି ମୂଲ୍ୟ ନଥାନ୍ତା। ଯଦି ମିଳିଯାଇଥାନ୍ତା ସବୁକିଛି ଚାହିଁବା ମୁତାବକ ତେବେ ଉପରବାଲାଙ୍କ ଆବଶ୍ୟକତା ହୋଇନଥାନ୍ତା। କିଛି ସମୟ ଏକୁଟିଆ ବସି ଈଶ୍ୱରଙ୍କୁ ସ୍ମରଣ କର। ଦେଖିବ ବହୁତ ଶାନ୍ତି ମିଳିବ। ଖଟା ଜିନିଷର ନାଁ ନେଲେ ମୁହଁରେ ଲାଳ ଆସିଯାଇଥାଏ। ଆଉ ଈଶ୍ୱରଙ୍କ ନାଁ ନେଲେ ଆତ୍ମାକୁ ଶାନ୍ତି ମିଳିଥାଏ। କେହି ଜଣେ ପଚାରିଲେ କି ସବୁକିଛି ହରାଇଦେବାଠାରୁ ଖରାପ କ'ଣ? ବହୁତ ସୁନ୍ଦର ଉତ୍ତର ମିଳିଲା। ସବୁକିଛି ହରାଇଦେବାଠାରୁ ଅଧିକ ଆଶା ଛାଡ଼ିଦେବା। ମନେ ରଖନ୍ତୁ, ଯାହା ପାଖରେ ଆଶା ଅଛି ସିଏ ଲକ୍ଷେ ଥର ହାରିକି ବି ହାରି ନଥାଏ। ଜୀବନରେ କେବେ ବି ବନ୍ଧୁ ନିରାଶ ହେବ ନାହିଁ। ନିରାଶ ଏକ ଦଳ ଅଟେ। ଆପଣ କେବଳ ଏଥିରେ ଗୋଟିଏ ପାଦ ରଖିଲେ ଆଉ ଦ୍ୱିତୀୟ ପାଦ ରଖିବାକୁ ପଡ଼ିନଥାଏ। କାହିଁକି ନା ଦଳର ଖାଲି ପ୍ରଥମ ପାଦର ଅପେକ୍ଷା ରହିଥାଏ। ଏ ଜୀବନ ଏକ ସୁଖମୟ ବହି ପରି। କିନ୍ତୁ ଏହା ଜରୁରୀ ନୁହେଁ ଯେ ବହିର ସବୁ ପୃଷ୍ଠା ଖୁସିରେ ଭରି ରହିଥାଏ ଆଉ ଆମ ହିସାବରେ ଥିବ।